ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯିଶାୟା ପୁସ୍ତକର 41 ଓ 42 ପର୍ବ ଦୁଇଟିକୁ ଅଧ୍ୟୟନ କରିବା। ଏହି 41 ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ଈଶ୍ୱରଙ୍କ ମହାନତା ଓ ମନୁଷ୍ୟର ଦୁର୍ବଳତା ମଧ୍ୟରେ ପାର୍ଥକ୍ୟତା ଦର୍ଶାଇବା। ତେବେ ଏହି ପର୍ବଟି ଈଶ୍ୱରଙ୍କ ମହାନତାକୁ ଉପସ୍ଥାପିତ କରିବାରେ 40 ପର୍ବର ବିଷୟବସ୍ତୁକୁ ଏପର୍ଯ୍ୟନ୍ତ କଢ଼ାଇ ଆଣେ। ଏଠାରେ ମନୁଷ୍ୟ ସହିତ ଈଶ୍ୱରଙ୍କର ଯୋଗାଯୋଗ ଉପରେ ଯେତେ ଦୂର ଗୁରୁତ୍ୱ ଦିଆଯାଏ, ସେତେ ଦୂର ଈଶ୍ୱରଙ୍କୁ ଜଣେ ଉଦ୍ଧାରକର୍ତ୍ତା ରୂପେ ଗୁରୁତ୍ୱ ଦିଆଯାଏ ନାହିଁ। ଈଶ୍ୱରଙ୍କ ମହାନତା ଉଭୟ ସୃଷ୍ଟି ଓ ମନୁଷ୍ୟର ଇତିହାସ ମଧ୍ୟରେ ପ୍ରକାଶିତ ହୋଇଅଛି। ଏହି ପର୍ବରେ କେତେକ ବିଷୟ ରହିଅଛି, ତାହା ସବୁ ବରଂ ରହସ୍ୟମୟ। ଏହା ଏପରି ଜଣାଯାଏ ସତେ ଯେପରି ପୃଷ୍ଠଭୂମି ମଧ୍ୟରେ ଭାବବାଣୀର ଏକ ଖୋଲା ପାର୍ଶ୍ୱଚିତ୍ର ରହିଅଛି। ମାତ୍ର ଚିନ୍ତାଧାରା ହେଉଛି ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଜଗତ ମଧ୍ୟ ଦେଇ କଢ଼ାଇ ନେବେ, ଯାହାକି ଗୁପ୍ତ ଫାଶ ଓ ବିପଦରେ ପରିପୂର୍ଣ୍ଣ। ତେଣୁକରି ଏଠାରେ ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ସାନ୍ତ୍ୱନା ରହିଅଛି। ଈଶ୍ୱର ବ୍ୟକ୍ତିବିଶେଷଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। 41 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ଦୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହୁଅନ୍ତୁ। ସେମାନେ ନିକଟକୁ ଆସନ୍ତୁ, ତେବେ କଥା କହନ୍ତୁ, ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ। ବ୍ୟକ୍ତିବିଶେଷମାନଙ୍କର ସମଗ୍ର ଜଗତ ବିଚାର ଆଡ଼କୁ ଗତି କରୁଅଛି। ଅନ୍ଧକାର ଓ ଆଲୋକ ମଧ୍ୟରେ ଏକ ଭିନ୍ନତା ପରିଲକ୍ଷିତ ହେବାକୁ ଯାଉଅଛି। ସେହିପରି ଈଶ୍ୱର ଓ ଧନ, ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ଏକ ପାର୍ଥକ୍ୟତା ପରିଲକ୍ଷିତ ହେବାକୁ ଯାଉଅଛି। ଈଶ୍ୱର ବର୍ତ୍ତମାନ ବ୍ୟକ୍ତିବିଶେଷମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ଆହ୍ୱାନ ଦେଉଅଛନ୍ତି ଓ ସେହି ଅନୁଗ୍ରହଜନକ ପରିତ୍ରାଣକୁ ଗ୍ରହଣ କରିବା ନିମନ୍ତେ କହନ୍ତି, ଯେଉଁ ପରିତ୍ରାଣକୁ ତାହାଙ୍କୁ ଦାନ କରିବାକୁ ଅଛି। ଈଶ୍ୱର ଅନୁଗ୍ରହକାରୀ। ସେ ଆପଣଙ୍କ ନିମନ୍ତେ ସମସ୍ତ କିଛି ସାଧନ କରିଅଛନ୍ତି। ସେ ଆପଣଙ୍କଠାରୁ କୌଣସି ବିଷୟ ଦାବି କରନ୍ତି ନାହିଁ। ସେ ଯେଉଁ ଅନୁଗ୍ରହ ଓ ପରିତ୍ରାଣ ଦେବାକୁ ଅଛି, ତାହାକୁ କେବଳ ଗ୍ରହଣ କରିବା ନିମନ୍ତେ ସେ ଆପଣଙ୍କୁ କହନ୍ତି। 41 ପର୍ବର 2 ପଦରେ ଲେଖା ଅଛି, ସେ ଧର୍ମରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ତାହାର ଖଡ଼୍ଗ ସମ୍ମୁଖରେ ସେମାନଙ୍କୁ ଧୂଳିତୁଲ୍ୟ ଓ ତାହାର ଧନୁକର ଅଗ୍ରରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି। ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ଏହା ଏକ ଦୃଢ଼ ଉକ୍ତି। ପ୍ରକୃତରେ ଏଠାରେ ଏହି ବାକ୍ୟଟି ବ୍ୟକ୍ତି ଅପେକ୍ଷା ଏକ ଗୁଣକୁ ଦର୍ଶାଏ, ଯାହାକି ଧାର୍ମିକତା। ଏହା ସେହି ଧାର୍ମିକତାର ରାଜତ୍ୱକୁ ଦର୍ଶାଇ ପାରିବ, ଯାହାକି ଖ୍ରୀଷ୍ଟ ତାହାଙ୍କର ଦ୍ୱିତୀୟ ଆଗମନରେ ପୃଥିବୀ ଉପରେ ସ୍ଥାପନ କରିବେ। ଏହି ବିଭାଗରେ ଏହି ଚିନ୍ତାଧାରାର କ୍ରମବିକାଶ ଲକ୍ଷ୍ୟ କରିବାକୁ ପାରିବା। 6 ପଦରେ ଲେଖା ଅଛି, ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ ସାହସିକ ହୁଅ ବୋଲି ପ୍ରତ୍ୟେକେ ଆପଣା ଭାଇକି କହିଲେ। ଯେହେତୁ ଈଶ୍ୱର ଅସଜଡ଼ା ବିଷୟକୁ ସଜାଡ଼ି ଦେବା ନିମନ୍ତେ ଓ ସମସ୍ତ ପ୍ରକାର ଅନ୍ୟାୟ ଅଧର୍ମକୁ ଦୂର କରିବାକୁ ଆସୁଅଛନ୍ତି, ତେଣୁକରି ଯେଉଁ ବ୍ୟକ୍ତିମାନେ ଈଶ୍ୱରଙ୍କ ସହିତ ସୁସମ୍ପର୍କ ରକ୍ଷା କରିଅଛନ୍ତି, ସେମାନେ ସାହସିକ ହେବେ। ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ଏକ ଭରସା ରହିଅଛି। ସେ ଭବିଷ୍ୟତ ବିଷୟ ନେଇ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ଆସନ୍ତୁ ଏହାପରେ ଦେଖିବା, ଈଶ୍ୱର ଇସ୍ରାଏଲକୁ ତାହାଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହନ୍ତି। ଏଠାରେ ପୁନର୍ବାର ପ୍ରତିମା ପୂଜା ବିଷୟ ନେଇ ପ୍ରକାଶ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। 7 ପଦରେ ଲେଖା ଅଛି, ଏହି ରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼କର୍ମ ଉତ୍ତମ ହୋଇଅଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା। ପୁଣି ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା। ବର୍ତ୍ତମାନ ଏକ ଜରୁରୀକାଳୀନ ପରିସ୍ଥିତିରେ କେତେକ ଲୋକ ନିଜେ ନିଜେ ହାତୁଡ଼ି ମାରି ଏକ ଦେବତା ନିର୍ମାଣ କଲେ, ମାତ୍ର ତାହା ଏକ ଅସ୍ଥାୟୀ ପ୍ରତିମା ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ କହନ୍ତି, ଯାହାକି 8 ପଦରେ ଲେଖା ଅଛି, ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଜାକୁବ, ଆମ୍ଭର ବନ୍ଧୁ ଅବ୍ରାହମର ବଂଶ। ଈଶ୍ୱର ବର୍ତ୍ତମାନ ଇସ୍ରାଏଲକୁ ତାହାର ଦୁଃଖରେ ସାନ୍ତ୍ୱନା ଦେବା ନିମନ୍ତେ ତାହା ପ୍ରତି ଦୃଷ୍ଟି କରୁଅଛନ୍ତି। ଈଶ୍ୱର କହନ୍ତି, ହାତୁଡ଼ି ମାରି ପ୍ରତିମା ନିର୍ମାଣ କରିବା ପରିବର୍ତ୍ତେ କାହିଁକି ମୋ ଆଡ଼କୁ ଦୃଷ୍ଟି କରୁନାହ? ଏସବୁ ସତ୍ତ୍ୱେ ସେ ଜାଣନ୍ତି ଆପଣ ଜଣେ ପାପୀ।
ସେ ତଥାପି ସେମାନଙ୍କୁ ଜାକୁବ ବୋଲି ଡାକନ୍ତି ଓ ଜାକୁବ ଜଣେ କୁଟିଳ ବ୍ୟକ୍ତି ଥିଲା। ଏହା ହେଉଛି ଈଶ୍ୱର ଯିଏକି ତାହାଙ୍କ ସହିତ ତାହାକୁ ରାଜପୁତ୍ର କଲେ ଓ ଈଶ୍ୱର ଜାକୁବଙ୍କର ପୁତ୍ରମାନଙ୍କ ନିମନ୍ତେ ମଧ୍ୟ ତାହା କରିବାକୁ ଇଚ୍ଛା କରନ୍ତି। ଅବ୍ରାହମ ଈଶ୍ୱରଙ୍କର ବନ୍ଧୁ ବୋଲି ଡକାଯାଆନ୍ତି ଓ ଈଶ୍ୱର ତାହାଙ୍କ ସହିତ ଏହି ଲୋକମାନଙ୍କୁ ଏକ ଉତ୍ତମ ସମ୍ପର୍କରେ ଆବଦ୍ଧ କରିବା ନିମନ୍ତେ ଚାହାନ୍ତି। 10 ପଦରେ ଲେଖା ଅଛି, ତୁମେ ଭୟ କର ନାହିଁ, କାରଣ ଆମ୍ଭେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମର ପରମେଶ୍ୱର। ଆମ୍ଭେ ତୁମକୁ ସବଳ କରିବା, ହଁ, ଆମ୍ଭେ ତୁମର ସାହାଯ୍ୟ କରିବା, ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। ଏହା ହିଁ ହେଉଛି ଏକ ସାନ୍ତ୍ୱନାଜନକ ବାକ୍ୟ। ଏହି ପଦଟି ସବୁ ସମୟ ନିମନ୍ତେ ଈଶ୍ୱରଙ୍କର ସନ୍ତାନମାନଙ୍କ ପ୍ରତି ଏକ ଶକ୍ତିର ସ୍ତମ୍ଭ ଓ ସାନ୍ତ୍ୱନାର ଉତ୍ସ ହୋଇଅଛି। ଯେତେବେଳେ ସେ ଆଗକୁ ବଢ଼ନ୍ତି, ସେ କହନ୍ତି ଯେ ଯଦି ସେମାନେ ଈଶ୍ୱରଙ୍କର ପ୍ରତିରୋଧ କରନ୍ତି, ଏହା ଅତି ମୂର୍ଖତାର ବିଷୟ ହେବ, କାରଣ ସେମାନେ ଏପରି ଏକ ସମୟ ଆଡ଼କୁ ଗତି କରୁଅଛନ୍ତି ଯେତେବେଳେ ଏହି ସମସ୍ତ ବିଷୟର ସମାଧାନ ହେବ। ବର୍ତ୍ତମାନ ଏକ ଚମତ୍କାର ପଦଟିକୁ ଲକ୍ଷ୍ୟ କରନ୍ତୁ। 13 ପଦରେ ଲେଖା ଅଛି, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା। ତାହାଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଏଠାରେ ଈଶ୍ୱରଙ୍କର ଅନୁଗ୍ରହର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁ। ବାସ୍ତବରେ ଏହା କେତେ ସାନ୍ତ୍ୱନାର ବିଷୟ। ଈଶ୍ୱର ଆମମାନଙ୍କୁ ତାହାଙ୍କର ବିଶ୍ୱାସ ମଧ୍ୟକୁ ନେଇଯିବାକୁ ଚାହାନ୍ତି। ସେ ଆମମାନଙ୍କୁ ତାହାଙ୍କ ସହିତ ଚାଲିବା ନିମନ୍ତେ ସମର୍ଥ କରାଇବାକୁ ଚାହାନ୍ତି, ତାହାଙ୍କ ସହିତ ସହଭାଗିତା ସ୍ଥାପନ କରିବା ନିମନ୍ତେ ଓ ତାହାଙ୍କୁ ଜାଣିବା ନିମନ୍ତେ ସମର୍ଥ କରାଇବାକୁ ଚାହାନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ମନୁଷ୍ୟ ଆଜି କ'ଣ ହରାଇ ବସୁଛି? ତାହା ହେଉଛି ଈଶ୍ୱରଙ୍କ ସହିତ ସହଭାଗିତାର ଜୀବନ। 14 ପଦରେ ଲେଖା ଅଛି, ହେ କୀଟ ସ୍ୱରୂପ ଜାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କହନ୍ତି, ଆମ୍ଭେ ତୁମର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି। ଆପଣ ନିଜକୁ କିଛି ବୋଲି ଭାବିପାରନ୍ତି, ମାତ୍ର ଆପଣ ଜଣେ କୀଟ ସଙ୍ଗେ ସମାନ। ଆପଣ କେହି ନୁହନ୍ତି। ଏହା କେବଳ ଈଶ୍ୱର ଯିଏକି ଆମମାନଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତିଙ୍କୁ ମହାନ କରିପାରନ୍ତି। ଈଶ୍ୱର ହେଉଛନ୍ତି ଜଣେ ଯିଏକି ମନୁଷ୍ୟକୁ ଉନ୍ନତ କରିପାରନ୍ତି। ମନୁଷ୍ୟ ଯାହା ଚାହିଁଲେ ତାହା କରିପାରେ ନା। ମନୁଷ୍ୟ କେଉଁଠାକୁ ଯାଉଅଛି ଓ ସେ ଯାହା କରୁଅଛି ତହିଁରୁ କ'ଣ ପାଉଅଛି? ଆଜି କେତେକ ଏହି ସମସ୍ତର ବିଫଳତାକୁ ଦେଖନ୍ତି ଓ ନିଜ ଜୀବନର କ୍ଷତି ଘଟାନ୍ତି। ସେମାନେ ଆଉ କେଉଁଆଡ଼େ ଯିବେ? ମନୁଷ୍ୟ କେବଳ ଗୋଟିଏ ସ୍ଥାନକୁ ଫେରିପାରେ, ଆଉ ତାହା ହେଉଛି ଈଶ୍ୱରଙ୍କ ନିକଟକୁ। ମନୁଷ୍ୟ ଆଜି କ'ଣ ହରାଉଛି? ଈଶ୍ୱରଙ୍କ ସହଭାଗିତା, ତାହାଙ୍କର ପରିତ୍ରାଣ, ତାହାଙ୍କର ଉତ୍ତମତା ଓ ଅନୁଗ୍ରହକୁ ହରାଉଛି। ଏହି ସମସ୍ତ ଆପଣଙ୍କର ଅଟେ। ଆପଣ ଯଦି ଈଶ୍ୱରଙ୍କ ନିକଟକୁ ଫେରନ୍ତି, ଏହାପରେ ସେ ସେମାନଙ୍କୁ ସେହି 1000 ବର୍ଷ ରାଜତ୍ୱର ଭୌତିକ ଆଶୀର୍ବାଦ ବିଷୟ ନେଇ କହନ୍ତି। ସେମାନେ ସେହି ସ୍ଥାନରେ ରହିବେ। ଈଶ୍ୱର ଆପଣଙ୍କୁ ମୋତେ ସେହି ଆତ୍ମିକ ଆଶୀର୍ବାଦର ବିଷୟ ନେଇ କହିବାକୁ ଚାହାନ୍ତି, ଯାହାକି ବର୍ତ୍ତମାନ ମଧ୍ୟ ଆମମାନଙ୍କ ନିମନ୍ତେ ଉପଭୋଗ୍ୟ ଓ ସେହି ଅନନ୍ତ ରାଜ୍ୟରେ ମଧ୍ୟ ଉପଭୋଗ୍ୟ। ଆସନ୍ତୁ ଈଶ୍ୱର କିପରି ପ୍ରତିମାଗୁଡ଼ିକୁ ବିନାଶ କରନ୍ତି ତାହା ଲକ୍ଷ୍ୟ କରିବା। 41 ପର୍ବରେ 21 ପଦରେ ଲେଖା ଅଛି, ସଦାପ୍ରଭୁ କହନ୍ତି, ତୁମେମାନେ ଆପଣମାନଙ୍କ ବିବାଦ ଉପସ୍ଥିତ କର। ଜାକୁବର ରାଜା କହନ୍ତି, ତୁମେମାନେ ଆପଣମାନଙ୍କର ଦୃଢ଼ ପ୍ରମାଣ ସବୁ ବାହାର କର। ଦେଖନ୍ତୁ, ଏହା ପ୍ରତିମା ପୂଜା ପ୍ରତି ଏକ ବାଜି। ବର୍ତ୍ତମାନ ପ୍ରଶ୍ନ ହେଉଛି, ପ୍ରତିମା ପୂଜକ କିଏ? ଆପଣ ଯେ ସେହି ପ୍ରତିମା ପୂଜକ ହୋଇପାରନ୍ତି, ଏହା କେବେ ଚିନ୍ତା କରିଛନ୍ତି? ଯେକୌଣସି ବିଷୟ ଈଶ୍ୱର ଓ ଆପଣଙ୍କ ମଧ୍ୟରେ ଆପଣ ସ୍ଥାନ ଦେଇଥାନ୍ତି, ତାହା ଆପଣଙ୍କ ନିମନ୍ତେ ପ୍ରତିମା ସ୍ୱରୂପ। ଏହା ଯେକୌଣସି ବିଷୟ ହୋଇଥାଉ ନା କାହିଁକି, ଯେକୌଣସି ବିଷୟକୁ ଯାହାକି ଆପଣଙ୍କର ଈଶ୍ୱରଙ୍କ ସହିତ ସହଭାଗିତାର ସ୍ଥାନକୁ ଅଧିକାର କରିବା ନିମନ୍ତେ ଆପଣ ଅନୁମତି ଦେଇଥାନ୍ତି, ତାହା ଆପଣଙ୍କ ନିମନ୍ତେ ପ୍ରତିମା ସ୍ୱରୂପ। ପ୍ରତିମା କ'ଣ କରିପାରିବ? ସେମାନେ କ'ଣ ଏହି ଜଗତର ଉତ୍ପତ୍ତି ବିଷୟରେ ବୁଝାଇ ପାରିବେ? ସେମାନେ କ'ଣ ସେହିସବୁର ପ୍ରମାଣ ଦେଇପାରିବେ? ପ୍ରକୃତରେ ଦେଖିବାକୁ ଗଲେ ଅନେକ ପ୍ରକାର ବ୍ୟାଖ୍ୟା ରହିଅଛି, ମାତ୍ର ଈଶ୍ୱର କହନ୍ତି ସେ ସମସ୍ତକୁ ବାହାର କରି ଆଣ। 22 ପଦରେ ଲେଖା ଅଛି, ସେମାନେ ତାହା ସବୁ ବାହାର କରି ଯାହା ଯାହା ଘଟିବ ତାହା ଆମମାନଙ୍କ ନିକଟରେ ପ୍ରକାଶ କରନ୍ତୁ। ଆଦ୍ୟର ବିଷୟମାନ କ'ଣ, ତାହା ତୁମେମାନେ ପ୍ରକାଶ କର। ତାହା କଲେ ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣିପାରିବା। ନୋହିଲେ ଆଗାମୀ ଘଟଣା ଆମମାନଙ୍କୁ ଦେଖାଅ।
ପ୍ରକୃତରେ ମନୁଷ୍ୟ ତାହାର ଉତ୍ପତ୍ତି କିମ୍ବା ଏହି ଜଗତର ଉତ୍ପତ୍ତି ବିଷୟରେ କିଛି ଜାଣେ ନାହିଁ ଓ ସେ ଯାହା ଜାଣେ ବୋଲି ଭାବେ ତାହାର ପ୍ରମାଣ ଦେଇପାରେ ନାହିଁ କି ପ୍ରମାଣିତ କରିପାରେ ନାହିଁ। ଯେଉଁ ମନୁଷ୍ୟ ନିଜେ ନିଜର ଉତ୍ପତ୍ତି ବିଷୟରେ ଜାଣେ ନାହିଁ ସେ କିପରି ଜଗତର ଉତ୍ପତ୍ତି ବିଷୟରେ ଜାଣିପାରିବ? ମନୁଷ୍ୟ ନିଜର ଉତ୍ପତ୍ତି ବିଷୟରେ ଜାଣେ ନାହିଁ କି ସେ ଭବିଷ୍ୟତ ବିଷୟ ମଧ୍ୟ ଜାଣେ ନାହିଁ। ମନୁଷ୍ୟ ଅନେକ କିଛି ଜାଣେ ବୋଲି ଭାବେ, ମାତ୍ର ସେ ଅତି ଅଳ୍ପ କିଛି ଜାଣେ। ଏହା ମଧ୍ୟ ଅତି କୌତୁହଳର ବିଷୟ ଯେ ମନୁଷ୍ୟ ଅତି ଶିକ୍ଷିତ ହୋଇପାରେ ଓ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଲାଭ କରିପାରେ, ମାତ୍ର ସେ ତଥାପି ଅତି ଅଳ୍ପ ଜାଣେ। ସେ ତାହାର ଉତ୍ପତ୍ତି ବିଷୟରେ କିଛି ଜାଣେ ନାହିଁ କି ସେ କେଉଁଆଡ଼େ ଯାଉଅଛି ତାହା ମଧ୍ୟ ଜାଣେ ନାହିଁ କିମ୍ବା କୌଣସି ପ୍ରତିମା ତାହାକୁ ସେହି ସମସ୍ତର ସୂଚନା ଦେଇପାରେ ନାହିଁ। ତେଣୁ ଯାହାଙ୍କ ନିକଟରେ ଉତ୍ତର ରହିଅଛି ତାହାଙ୍କ ପ୍ରତି ଫେରିବା ଆବଶ୍ୟକ। ତେବେ ଏହାର ଅର୍ଥ ନୁହେଁ ଯେ ସେ ଆପଣଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବେ, ମାତ୍ର ଯିଏକି ଉତ୍ତରଗୁଡ଼ିକ ଜାଣନ୍ତି ତାହାଙ୍କୁ ଜାଣିବା ଅତି ସୁନ୍ଦର ବିଷୟ। ଅନେକ ବିଷୟ ସବୁ ଅଛି ଯାହାକି ମୁଁ ଜାଣେ ନାହିଁ, ମାତ୍ର ମୁଁ ଜଣକୁ ଜାଣେ ଯିଏକି ସମସ୍ତ ବିଷୟ ଜାଣନ୍ତି। ଯଦି ମୁଁ କୌଣସି ବିଷୟ ଜାଣିବା ଆବଶ୍ୟକ, ଈଶ୍ୱର ମୋତେ ତାହା ଜଣାଇବେ। ପ୍ରିୟ ବନ୍ଧୁ, ଈଶ୍ୱର ସବୁକିଛି ଜାଣନ୍ତି ଓ ମନୁଷ୍ୟ ଯାହା ଜାଣିବା ଆବଶ୍ୟକ ବା ଯେତିକି ଜାଣିବା ଆବଶ୍ୟକ ତାହା ସେ ମନୁଷ୍ୟକୁ ଜଣାନ୍ତି। 24 ପଦରେ ଲେଖା ଅଛି, ଦେଖ ତୁମେମାନେ ଅକିଞ୍ଚିତ ଓ ତୁମମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁ। ଯେଉଁ ଲୋକ ତୁମମାନଙ୍କୁ ମନୋନୀତ କରେ ସେ ଘୃଣାସ୍ପଦ। ମନୁଷ୍ୟ ତାହାର ଅତୀତକୁ ବ୍ୟାଖ୍ୟା କରିପାରିବ ନାହିଁ କି ସେ ତାହାର ଭବିଷ୍ୟତ ବିଷୟରେ କିଛି ଜାଣେ ନାହିଁ। କେବଳ ଈଶ୍ୱର ହିଁ ତାହା ଜାଣନ୍ତି। ତାହା ହିଁ ମନୁଷ୍ୟର ସମସ୍ତ ଉଦ୍ୟମକୁ ବ୍ୟର୍ଥ କରେ। ମନୁଷ୍ୟ ନିଜେ ନିଜର ଜୀବନ ବିଷୟରେ ଜାଣେ ନାହିଁ। ତାର ଜୀବନର ପରମାୟୁ କେତେ ତାହା ମଧ୍ୟ ସେ ଜାଣେ ନାହିଁ। ତାର ଜୀବନର ପରବର୍ତ୍ତୀ ପଦକ୍ଷେପରେ କ'ଣ ଘଟିବ ତାହା ମଧ୍ୟ ସେ ଜାଣେ ନାହିଁ। ତାହେଲେ ସେ କ'ଣ ଜାଣିଛି? କିଛି ଜାଣିନି। ଆଜି ଅନେକ ନିଜର ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପାୟ ଅବଲମ୍ବନ କରନ୍ତି, ମାତ୍ର ସବୁକିଛି ବିଫଳ ହୁଏ। କାରଣ ମନୁଷ୍ୟର ସବୁ ଗତି ଈଶ୍ୱରଙ୍କ ଦ୍ୱାରା ନିୟନ୍ତ୍ରିତ ଓ ଯେଉଁମାନେ ତାହାଙ୍କର ଇଚ୍ଛାଧୀନ ସେମାନେ ହିଁ କେବଳ ତାହା ଜାଣିବା ନିମନ୍ତେ ସମର୍ଥ ହୋଇପାରନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ମନୁଷ୍ୟର ସମସ୍ତ ସମସ୍ୟା ନିମନ୍ତେ ପ୍ରତ୍ୟୁତ୍ତର। ତେଣୁ ଯେଉଁମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ଓ ତାହାଙ୍କ ସହ ସଂଯୁକ୍ତ ହୁଅନ୍ତି ସେମାନେ ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ଉତ୍ତର ପାଇପାରନ୍ତି। 29 ପଦରେ ଲେଖା ଅଛି, ଦେଖ ସେ ସମସ୍ତେ ସେମାନଙ୍କର କର୍ମ ସବୁ ଅସାର ଓ ଅବସ୍ତୁ ମାତ୍ର। ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର। ଲେଖା ଅଛି ଶୂନ୍ୟ ମାତ୍ର। ଏହାର ଅର୍ଥ ହେଉଛି ଯେକୌଣସି ପ୍ରତିମା ପୂଜାର ଶେଷ ଫଳ କିମ୍ବା ଯେକୌଣସି ଦାର୍ଶନିକ ମତବାଦ ଯାହାକି ଈଶ୍ୱର ବିରୁଦ୍ଧ କିମ୍ବା ନାସ୍ତିକବାଦ। ଜୀବନର ସମସ୍ୟା ପ୍ରତି ଏହାର କୌଣସି ଉତ୍ତର ନାହିଁ। ଏହି ସମସ୍ତ ମନୁଷ୍ୟକୃତ ପଦ୍ଧତି ମନୁଷ୍ୟର ହୃଦୟକୁ ପରିତୃପ୍ତ କରିପାରିବ ନାହିଁ। ଜଣଙ୍କଠାରେ କେବଳ ଉତ୍ତର ରହିଅଛି ଯେ କି ମହାନ ଆନନ୍ଦଜନକ ସୁସମାଚାର ଆଣନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆସନ୍ତୁ ଏହାପରେ 42 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଲକ୍ଷ୍ୟ କରିବାକୁ ପାରୁ ଯେ ଇସ୍ରାଏଲ ଜାତି ସଦାପ୍ରଭୁଙ୍କର ଦାସ ବୋଲି ନାମିତ ହୋଇଛନ୍ତି। ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ସଦାପ୍ରଭୁଙ୍କର ଦାସ ବୋଲି ନାମିତ ହୋଇଛନ୍ତି ଓ ଏପରିକି ମାର୍କ ସୁସମାଚାରରେ ମଧ୍ୟ ସେହିପରି ନାମିତ ହୋଇଅଛନ୍ତି। ମାର୍କ 10 ପର୍ବର 45 ପଦରେ ସେ ଅତି ପରିଷ୍କାର ଭାବେ ପ୍ରକାଶ କରିଦିଅନ୍ତି, କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ଓ ମାଥ୍ୟୁ 12 ପର୍ବର 17 ପଦରୁ 21 ପଦ ମଧ୍ୟରେ ପ୍ରଭୁ ଯୀଶୁଙ୍କ ପ୍ରତି ଏହି ଭାବବାଣୀର ଏକ ପ୍ରୟୋଗ ରହିଅଛି। ତେବେ ପ୍ରତ୍ୟେକଟି ପର୍ବରେ ଯିଶାୟ ଭବିଷ୍ୟତ ବକ୍ତା ଧୀରେ ଧୀରେ ତାହାଙ୍କର ପ୍ରତିମା ପୂଜାର ନିନ୍ଦା କରିବାର ବିଷୟ ପ୍ରତି ଅଗ୍ରସର ହେଉଛନ୍ତି। ଆସନ୍ତୁ ପ୍ରଥମେ ସଦାପ୍ରଭୁଙ୍କର ଦାସ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଟିକେ ଦୃଷ୍ଟି ଦେବା। 42 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯାହାଙ୍କୁ ଆମ୍ଭେ ଧାରଣ କରୁ ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ। ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ। ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟ ବିଚାର ଆଣିବେ। ଦେଖ, ଏହି ଯେଉଁ ଶବ୍ଦଟି ଏ ସ୍ଥାନରେ ବ୍ୟବହାର କରାଯାଇଅଛି ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିବେଚନା କରିବା ନିମନ୍ତେ ଏକ ରଣସିଙ୍ଗା ଧ୍ୱନି। 3 ପଦରେ ଲେଖା ଅଛି, ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୁମ ବଳିତା ନିଭାଇବେ ନାହିଁ। ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ। ଏହି ପଦଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନ ଓ ପ୍ରଚାରର ଚରିତ୍ର ଚିତ୍ରଣ କରେ। ଯେତେବେଳେ ସେ ଏହି ଜଗତରେ ଥିଲେ ସେ ଛେଚାନଳ ଭାଙ୍ଗିବେ ନାହିଁ।
ପ୍ରଭୁ ଯୀଶୁ ପାପ ବିରୁଦ୍ଧରେ ଏକ ଠେଙ୍ଗା ସହିତ ଗମନାଗମନ କରୁନଥିଲେ। ସେ ପାପ ହସ୍ତରେ ତହିଁର ବିଚାର ଛାଡ଼ି ଦେଇଥିଲେ। ପାପ ନିଜେ ଏହାର ବିଚାର ଆଣୁ। ଲେଖା ଅଛି, ସଧୁମ ବଳିତା ନିଭାଇବେ ନାହିଁ। ଏହାର ଅର୍ଥ କ'ଣ? ଯେଉଁ ମନୁଷ୍ୟ ପାପରେ ଜୀବନ ଅତିବାହିତ କରେ, ଶେଷରେ ତାହା ପ୍ରଜ୍ୱଳିତ ହେବାର ସେ ଲକ୍ଷ୍ୟ କରିବାକୁ ପାରିବ। ସେହି ପାପ ହିଁ ତାହାକୁ ବିନାଶ କରିବ। ପାପର ବେତନ ମୃତ୍ୟୁ। ଏହା ସଦାସର୍ବଦା ସେହିପରି ଅଟେ। ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ। ଏହା ଏକ ଚମତ୍କାର ବିଭାଗ, ଯାହାକି ପ୍ରଭୁ ଯୀଶୁଙ୍କୁ ସଦାପ୍ରଭୁଙ୍କର ଦାସ ଭାବେ ଉପସ୍ଥାପିତ କରେ। 6 ଓ 7 ପଦରେ ଲେଖା ଅଛି, ଆମ୍ଭେ ସଦାପ୍ରଭୁ ଧର୍ମରେ ତୁମକୁ ଆହ୍ୱାନ କରିଅଛୁ ଓ ତୁମର ହସ୍ତ ଧରି ତୁମକୁ ରକ୍ଷା କରିବୁ। ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ ଆମ୍ଭେ ତୁମକୁ ଲୋକମାନଙ୍କର ନିୟମ ସ୍ୱରୂପ ଓ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ କରି ନିଯୁକ୍ତ କରିବୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସମସ୍ତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକୁ ତାଙ୍କ ରାଜତ୍ୱର ପରିଚୟ ପତ୍ର ରୂପେ ସାଧନ କରିଥିଲେ। ଯେତେବେଳେ ସେ ଏହି ଜଗତରେ ଥିଲେ, ସେ ଜଗତକୁ ଜ୍ୟୋତି ସ୍ୱରୂପେ ଆଗମନ କଲେ। ଯେପରି ବୃଦ୍ଧ ସିମିଓନ ଭାବବାଣୀ ଆକାରରେ ପ୍ରକାଶ କରନ୍ତି, ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତି, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବ ସ୍ୱରୂପ କରିଅଛ। ଏହାପରେ ଯିଶାୟ ପ୍ରତିମା ପୂଜା ବିରୁଦ୍ଧରେ ଈଶ୍ୱରଙ୍କର ବିବାଦକୁ ଉପସ୍ଥାପିତ କରନ୍ତି। 42 ପର୍ବର 8 ପଦରେ ଲେଖା ଅଛି, ଆମ୍ଭେ ସଦାପ୍ରଭୁ ଏହି ଆମ୍ଭର ନାମ, ପୁଣି ଆମ୍ଭେ ଆପଣା ଗୌରବ ଅନ୍ୟକୁ କିମ୍ବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ। ଈଶ୍ୱର ଅନ୍ୟ ସହିତ ତାହାଙ୍କର ଗୌରବକୁ ଅଂଶୀ କରାନ୍ତି ନାହିଁ, କାରଣ ସେ ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର। ପ୍ରତିମା ପୂଜା ଯେ ଈଶ୍ୱରଙ୍କ ବିଚାରକୁ ବର୍ତ୍ତାଏ, ତାହା ଆମେ ଏହି ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। 42 ପର୍ବର 15 ପଦରେ ଲେଖା ଅଛି, ଆମ୍ଭେ ପର୍ବତ ଓ ଉପପର୍ବତ ଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣ ସବୁ ଶୁଷ୍କ କରିବା, ଆଉ ଆମ୍ଭେ ନଦ ନଦୀକି ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା। ଏହି ଦୃଶ୍ୟ ପୃଥିବୀ ତାହାଙ୍କର ବିଚାର ଦ୍ୱାରା କ୍ଷତିଗ୍ରସ୍ତ ହେବ। 16 ପଦରେ ଲେଖା ଅଛି, ପୁଣି ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା, ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନ ସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ। ଏହି ପ୍ରକାର ଈଶ୍ୱର ତାହାଙ୍କର ଲୋକମାନଙ୍କୁ କଢ଼ାଇ ନିଅନ୍ତି। ଆପଣ ଓ ମୁଁ, ଆମେ ଭବିଷ୍ୟତ ପ୍ରତି ଅନ୍ଧ, ମାତ୍ର ସେ ନୁହନ୍ତି, ଓ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେ ସେମାନଙ୍କୁ କଢ଼ାଇ ନେବେ। 17 ପଦରେ ଲେଖା ଅଛି, ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର ବୋଲି କହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ। ଆପଣ ଦେଖନ୍ତୁ, ପ୍ରତିମା ପୂଜକମାନଙ୍କୁ ସଚେତନ କରାଇ ଦିଆଯାଏ ଯେ ବିଚାର ଆସୁଅଛି। ଆସନ୍ତୁ ଏହାପରେ ସଦାପ୍ରଭୁଙ୍କ ଦାସ ଇସ୍ରାଏଲ ଜାତି ପ୍ରତି ଟିକେ ଦୃଷ୍ଟି ଦେବା। 42 ପର୍ବର 19 ପଦରେ ଲେଖା ଅଛି, ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ? ସେଠାରେ ତାଙ୍କର ନିଜ ଲୋକ ଇସ୍ରାଏଲକୁ ଅନ୍ଧ ଦାସ ବୋଲି କହନ୍ତି। ଏହା ହିଁ ହେଉଛି ତାହାଙ୍କର ନିଜ ଲୋକମାନଙ୍କ ପ୍ରତି ଈଶ୍ୱରଙ୍କର ନିନ୍ଦା। ଏହାପରେ 22 ପଦରେ ଲେଖା ଅଛି, ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ, ସେ ସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚା ଯାଇ ଅଛନ୍ତି। ସେମାନେ ହୃତ ଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ। ସେମାନେ ଲୁଟ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ। ଇସ୍ରାଏଲ ଜାତି ଏହି ପଦର ବିଷୟବସ୍ତୁ। ସେମାନେ ହେଉଛନ୍ତି ଏକ ଲୋକ ଲୁଟିତ ଓ ନଷ୍ଟକଳ୍ପ। କାହିଁକି? କାରଣ ସେମାନେ ଈଶ୍ୱରଙ୍କଠାରୁ ବିମୁଖ ହେଲେ ଓ ପ୍ରତିମା ପୂଜା ପ୍ରତି ଆସକ୍ତ ହେଲେ। ମାତ୍ର ଈଶ୍ୱର ପ୍ରତିମା ପୂଜାକୁ ଘୃଣା କରନ୍ତି। 24 ପଦରେ ଲେଖା ଅଛି, ଜାକୁବକୁ ଲୁଟ ସ୍ୱରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରିନାହାନ୍ତି? ଲୋକମାନେ ଓ ଗୋଷ୍ଠୀ ଇସ୍ରାଏଲ ରୂପେ ପରିଚିତ। ଈଶ୍ୱର ସେମାନଙ୍କୁ ଛିନ୍ନ ଭିନ୍ନ କଲେ, ମାତ୍ର ସେ ମଧ୍ୟ ସେମାନଙ୍କୁ ପୁନର୍ବାର ସଂଗ୍ରହ କରିବେ।
ଏହାପରେ 42 ପର୍ବର 25 ପଦରେ ଲେଖା ଅଛି, ଯେହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ, ତହିଁରେ ତାହା ଚତୁର୍ଦିଗରେ ଅଗ୍ନି ଜୋଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ। ପୁଣି ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ। ପ୍ରଭୁଙ୍କର ଶାସନ ଇସ୍ରାଏଲ ଗୋଷ୍ଠୀ ନିମନ୍ତେ ଅନୁତାପର ଓ ତାହାଙ୍କ ନିକଟକୁ ଫେରିବାର କାରଣ ହୋଇପାରିଲା ନାହିଁ। ଏହା କ'ଣ ଈଶ୍ୱରଙ୍କର ଅଭିମତକୁ ବିଫଳ କରିପାରିଲା? ଏହାର ଉତ୍ତର ପ୍ରକୃତିରେ ହେଉଛି ନୁହେଁ, ଯାହାକି ଆମେ ପରବର୍ତ୍ତୀ ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଅଭିମତ କେବେ ହେଲେ ବିଫଳ ହୁଏ ନାହିଁ। ସେ ଯାହା କହିଥାନ୍ତି ତାହା ସାଧନ କରିଥାନ୍ତି। ସେ ଜାଣନ୍ତି ମନୁଷ୍ୟର ଦୁର୍ବଳତା, ଆଉ ସେଥିପାଇଁ ସେ ମନୁଷ୍ୟମାନଙ୍କ ନିମନ୍ତେ ଏକ ଉଦ୍ଧାରର ପଥ ପ୍ରସ୍ତୁତ କଲେ, ଆଉ ତାହା ହେଉଛି ଖ୍ରୀଷ୍ଟଙ୍କ କ୍ରୁଶୀୟ ମୃତ୍ୟୁ। ଆଜି କ'ଣ ଆମେ ନିଜର ପାପରୁ ଉଦ୍ଧାର ପାଇବାକୁ ଚାହୁଁ? ଆଜି କ'ଣ ଆମେ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇବାକୁ ଚାହୁଁ? ତାହେଲେ ସେହି ଖ୍ରୀଷ୍ଟଙ୍କ କ୍ରୁଶ ନିକଟରେ ଆତ୍ମସମର୍ପଣ କରୁ। ତାହେଲେ ଆମେ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ସୁଯୋଗ ଦିଅନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ, ପ୍ରତିମା ପୂଜାରୁ ଫେରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଉପାସନା କରିବା ପାଇଁ। କିନ୍ତୁ ଆମେ ଯଦି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ପରିତ୍ୟାଗ କରି ପ୍ରତିମା ପୂଜାର ପଛରେ ଅନୁଗମନ କରୁ, ପ୍ରତିମା ପୂଜାରେ ଲିପ୍ତ ରହୁ, ତାହେଲେ ଆମେ ଈଶ୍ୱରଙ୍କ ମନରେ ଦୁଃଖ ଦେଉ। ଈଶ୍ୱର ତାହା ଚାହାନ୍ତି ନାହିଁ। ସେ ଜୀବିତ ଓ ସେ ଚାହାନ୍ତି ଆମେ ଯେପରି ତାହାଙ୍କୁ ଜୀବନ୍ତ ଭାବରେ ରୂପ ଦେଇ ତାହାଙ୍କର ସେବା ଉପାସନା କରୁ। ତେଣୁ ଆସନ୍ତୁ ପ୍ରଭୁଙ୍କୁ ଜୀବିତ ଭାବରେ ରଖି ତାଙ୍କର ଗୌରବ ମହିମା ରକ୍ଷା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।